ନିଜକୁ ଭାଗ୍ୟବାନ କରୁଥିବା ସମସ୍ତ ଉପସ୍ଥିତ ମୋ ସହକର୍ମୀ ତଥା ଛାତ୍ରଛାତ୍ରୀବୃନ୍ଦ, ଆଜି 77ତମ ଗଣରାଜ୍ୟ ଦିବସ, ସାଧାରଣତନ୍ତ୍ର ଦିବସ। କେବଳ ଗୋଟିଏ ଦୁଇଟି ଶବ୍ଦ ଭିତରେ ଆମେ ତାକୁ ନ ଖୋଜି ଆମକୁ ଚିନ୍ତା କରିବାକୁ ପଡିବ, ଏ ଦିବସ କାହିଁକି। ମନେ ପକାଅ ସେଇ ଅତୀତର କଥା। 1950 ମସିହା ଜାନୁଆରୀ 26 ତାରିଖ, ପ୍ରକୃତିର ଶୀତର ତାଣ୍ଡବ ଭିତରେ ଯେତେବେଳେ ସାରା ବିଶ୍ୱ ତଟସ୍ଥ ହେଇ ଅନେଇଥିଲା, ଏ ଭାରତ ବର୍ଷ ନିଜର ସାର୍ବଭୌମତ୍ୱକୁ କେମିତି କିପରି ପରିଚାଳନା କରିବ, ସେ ସମୟରେ ସମ୍ବିଧାନ ପ୍ରଣୟନ ସଭାରେ ଉପସ୍ଥିତ ଥିଲେ ଆମେ ଗର୍ବ ଆଉ ଗୌରବର ସହିତ କହିପାରିବା, ଆମ ଓଡ଼ିଶାର ନବରତ୍ନ ଶୀତକୁ ଭ୍ରୂକ୍ଷେପ ନ କରି ଆମେ ଆମର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ପ୍ରଣୟନ କରିଥିବା ସମ୍ବିଧାନରେ ସଭ୍ୟ ରୂପେ ଥିଲେ ଉତ୍କଳ କେଶରୀ ମହତାବ, ମାଳତୀ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି, ଏମିତି ଅନେକ 9 ଜଣ। ଆମେ ଗର୍ବ କରିବା କଥା, ଆମ ଓଡ଼ିଆ ମାନେ ମଧ୍ୟ ଏ ସମ୍ବିଧାନ ପ୍ରଣୟନ କରିବା ପାଇଁ କିଛି ପଛରେ ନଥିଲେ। ତେବେ ପ୍ରଶ୍ନ ଉଠୁଛି, ଆମେ କାହିଁକି ପାଳନ କରୁଛେ ଏ ଦିବସ? ପ୍ରତ୍ୟେକ ଭାରତୀୟ ମାନଙ୍କର ହୃଦୟ ଭିତରେ କୋଣେ ଅନୁକୋଣରେ ଆମର ସ୍ୱାଧୀନତାକୁ ମନେ ପକାଇ ଦେବା ପାଇଁ ଆମେ ଯୋଉ ସମ୍ବିଧାନ ତିଆରି କରିଛେ, ସେ ସମ୍ବିଧାନର ପ୍ରକୃତ ନିୟମ ନୀତିକୁ ଆମେ ଯେମିତି ଉଚ୍ଛେଦ କରିପାରିବା, ସେଇପାଇଁ ପାଳନ କରୁଛେ ଆମେ ସାଧାରଣତନ୍ତ୍ର ଦିବସ। ଏ ଇଂରେଜ ସରକାର ଦୀର୍ଘ 200 ବର୍ଷରୁ ଅଧିକ ମଧ୍ୟ ଆମକୁ ପରାଧୀନ କରି ରଖି ତ ଚାଲିଗଲେ, କିନ୍ତୁ ବର୍ତ୍ତମାନ ଆମେ ଏବେ ବି ପରାଧୀନ। ଆମେ ଆମ ନିଜ ଅଧିକାର ଠାରୁ ବହୁତ ଦୂରରେ। ମୋର ଏ କୁନି କୁନି ପିଲାମାନେ, ତମମାନଙ୍କ ହୃଦୟ ଭିତରେ ବହୁତ ଜାଗ୍ରତ ହେବା ଦରକାର। ଯୋଉ ସ୍ୱାଧୀନତା ପରେ ଆମେ ପରାଧୀନ ହେଇଥିଲେ, ଏ ବ୍ରିଟିଶର୍ସ ମାନଙ୍କର ଡିଭାଇଡ ଆଣ୍ଡ ରୁଲ ଭିତରେ ଆମେ ସମ୍ପୂର୍ଣ୍ଣ ରୂପେ ଶୋଷିତ ହେଇଥିଲେ, ଏବଂ ଯୋଉ ଶୋଷଣରୁ ବଞ୍ଚିବା ପାଇଁ ଆମକୁ ଦୀର୍ଘ ଏତେ ବର୍ଷ ଲାଗିଥିଲା, ଆଉ ଯେମିତି ପରାଧୀନ ଆମେ ନ ହେଇଯାଉ। ଫାଇନାନ୍ସ ଦୃଷ୍ଟିକୋଣରୁ ତ ଆମେ ଆଜି ପରାଧୀନ ହେଇ ଚାଲିଛେ। ଆମେରିକା କୁହ, ଚୀନ କୁହ, ଅନେକ ଦେଶ ଆମ ଭିତରେ ଆମ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଏବଂ ଆମକୁ ଆହୁରି ପରାଧୀନ କରିବା ପାଇଁ ବିଦେଶ ଶତ୍ରୁ ମାନେ ଅନେଇ ବସିଛନ୍ତି। ଥରେ ପରାଧୀନ ହେଲା ପରେ କେତେ ଯେ ରକ୍ତ ବୋହିଯାଏ, କେତେ ଯେ ଜୀବନ ନଷ୍ଟ ହେଇଯାଏ, ସେ ସବୁକୁ ମନେ ପକାଇଲେ ଦେହ ଥରି ଉଠେ। ଏ ମାଟିର ଗର୍ବ ଆଉ ଗୌରବ ଶହୀଦ ଲକ୍ଷ୍ମଣ ନାୟକ କଥା ମନେ ପକାଅ, ଯାହାର ନିଶାରେ ବିଡି ଖେଞ୍ଚା ଦିଆଯାଇଥିଲା, ଯାହାକୁ ମାରି ବନେଟରେ ମାରି ନର୍ଦ୍ଦମା ଭିତରେ ଫିଙ୍ଗି ଦିଆଯାଇଥିଲା। ଏଇ ସ୍ୱାଧୀନତା ପାଇଁ ଏତେ ଯନ୍ତ୍ରଣା ପାଇଥିବା ଆମର ନେତା ମାନେ, ଆମେ କଣ ସତରେ ପରାଧୀନ ହେଇଯିବା? ପରର ଶିକ୍ଷାରେ ଆମେ କଣ ଅନୁପ୍ରାଣିତ ହେବା? ଅନେକ ଲୋକ ଆମକୁ ଶିଖେଇବେ, ଆମର କର୍ତ୍ତବ୍ୟ ଠାରୁ ଦୂରେଇ ଦେବା ପାଇଁ ଚେଷ୍ଟା କରିବେ, କିନ୍ତୁ ସେ ଭିତରେ ମଧ୍ୟ ଆମେ ଆମ ନିଜକୁ ବାଛିବାକୁ ପଡିବ। ଆମେ ଆମର ସଂସ୍କୃତିକୁ ବଞ୍ଚେଇବାକୁ ପଡିବ। ଆମେ ଆମର ଜନ୍ମ ମାଟିର ଗୌରବ ରଖିବାକୁ ପଡିବ। ଆମେ ଆମ ମାଲକାନଗିରି କଲେଜର ସବୁଠାରୁ ସର୍ବଶ୍ରେଷ୍ଠ କଲେଜରେ ପରିଣତ କରିବାକୁ ପଡିବ। ପାଠ କୁହ, ଶିକ୍ଷା କୁହ, ସଂସ୍କୃତି କୁହ, ସବୁ କ୍ଷେତ୍ରରେ ଗୋଟେ ଓଡିଆ ଭଳି ଆମେ ରହିବାକୁ ପଡିବ। ଭାରତ ବର୍ଷରେ ଓଡିଆ ଗୋଟିଏ ମାତ୍ର ଜାତି, ସବୁଠୁ ଶ୍ରେଷ୍ଠ ଜାତି, ଏବଂ ଆମେ ତାକୁ ପ୍ରମାଣିତ କରିବାକୁ ପଡିବ। ଆମେ ଏଠି ଶିକ୍ଷା ନଉଛେ, ଶିକ୍ଷା ଭିତରେ ଶିଖିବାକୁ ପଡିବ ଯେ ଆମେ କଣ ଶିଖିଛେ। ଆମ ଭିତରେ ଜାଗ୍ରତ ହବା ଦରକାର। ଯେମିତି ବ୍ରିଟିଶର୍ସ ମାନେ ଆମରି ମାନଙ୍କ ଭିତରେ ରାଜା ଭିତରେ ଯୁଦ୍ଧ କରାଇଥିଲେ ଏବଂ ସମ୍ପୂର୍ଣ୍ଣ ରୂପେ ଖିନଭିନ କରିଥିଲେ ଭାରତ ବର୍ଷକୁ। ଏ ଭାରତ ବର୍ଷକୁ ତ ପରାଧୀନ କରିଥିଲେ, କିନ୍ତୁ ରେ ମୋର ପିଲାମାନେ, ପରର ଶିକ୍ଷାରେ ପଡ ନାହିଁ,
ନିଜର ବାପା ମାଙ୍କର ହତ ଗୌରବ ରଖିବା ସହିତ ଏ ଜନ୍ମ ମାଟିର ହତ ଗୌରବକୁ ଉନ୍ନୀତ କରିବା ପାଇଁ ପ୍ରଚେଷ୍ଟା କର। ପ୍ରକୃତ ମଣିଷ କିଏ ତାକୁ ଚିହ୍ନିବାକୁ ଚେଷ୍ଟା କର। ଏବେ ବି ଓଡ଼ିଶାର କୋଟିଆ ଅଞ୍ଚଳକୁ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇ ସମ୍ପୂର୍ଣ୍ଣ ରୂପେ ସମସ୍ତଙ୍କୁ ଧର୍ମାନ୍ତରଣ କରି କେବଳ ଗୋଟିଏ ମାତ୍ର ହିନ୍ଦୁ ବଞ୍ଚି ରହିଛି ଜଗନ୍ନାଥ ମନ୍ଦିରରେ ପୂଜକ ହୋଇ। ଜାଣିଛ କେତେ ଯନ୍ତ୍ରଣାଦାୟକ? ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଓଡ଼ିଆ ମାଟି ଆଜି ଛିନ୍ନ ବିଚ୍ଛିନ୍ନ ହେଇସାରିଛି। ଆମେ ଏ ଯୁବ ସମାଜ କରୁଛେ କଣ? ଯେମିତି ବ୍ରିଟିଶର୍ସ ଆସିଥିଲେ ଡିଭାଇଡ୍ ଆଣ୍ଡ ରୁଲ୍ କରିଥିଲେ, ଠିକ ସେମିତି ତମ ମାନଙ୍କ ଭିତରେ ମଧ୍ୟ ଏମିତି ଡିଭାଇଡ୍ ଆଣ୍ଡ ରୁଲ୍ କରି ଅନେକ ଲୋକ ତମକୁ ପଥଭ୍ରଷ୍ଟ କରିବା ପାଇଁ ପ୍ରଚେଷ୍ଟା କରିବେ। କିନ୍ତୁ ରେ ମୋର ଯୁବ ସମାଜ, ସଚେତନ ହୁଅ, ପରାଧୀନ ହେବା ପାଇଁ ପ୍ରଚେଷ୍ଟା କର ନାହିଁ, ନିଜର ନିଜତ୍ୱକୁ ବଞ୍ଚେଇବା ପାଇଁ ପ୍ରଚେଷ୍ଟା କର। ଏ ମାଲକାନଗିରି ମାଟିକୁ ସର୍ବାଗ୍ରେ ପ୍ରତିଷ୍ଠା କରିବା ପାଇଁ ଏଇ କଲେଜର ପ୍ରତ୍ୟେକ ଛାତ୍ରଛାତ୍ରୀ ଭିତରେ ରକ୍ତର ଜୁଆର ଖେଳିବା ଦରକାର। ଏ ରକ୍ତ ଉଷ୍ମ ହବା ଦରକାର, ଏଥିପ୍ରତି ସଚେତନ ହବା ଦରକାର। ଏବଂ ଆଜି ସମସ୍ତେ ଶପଥ ନେବା ଆମେ ଆମ ଗୌରବକୁ ଉନ୍ନୀତ କରିବା ଏବଂ ଏ ମାଲକାନଗିରି ମାଟିକୁ ଏଇ କଲେଜ ମାଧ୍ୟମରେ ସର୍ବଶ୍ରେଷ୍ଠ ଜିଲ୍ଲା ରୂପେ ଭାରତ ବର୍ଷରେ ପରିଚିତ କରିବା।